एते काम कला पर स्कूल एते काम कला पर भी कहीं अशांति सृष्टि हो ମୁଁ ଯାହା ଅନୁଭବ କରୁଛି କିନ୍ତୁ ପ୍ରତ୍ୟେକ ଗାର୍ଡ଼ିଆନ୍ ଯାହା ହଉ ମୋର ଆଇଡ଼ିଓଲୋଜି ବା ମୋର ଚିନ୍ତାଧାରା ଉପରେ ସମସ୍ତେ ଖୁସି ଅଛନ୍ତି। କାହିଁକି ସେମାନେ ଏମିତି କରୁଛନ୍ତି ଗୋଟେ ଜିନିଷ ମୁଁ ବି ତା ଚିନ୍ତା କରିପାରୁନି। ମାନେ ମାନେ କାହିଁକି କହୁଛି କେହି ଖାଇଯାଉନାହାନ୍ତି, ना पदवी ପଇସା लोभ ସବୁଆଡ଼େ ହିସାବ ହେଇକି ଅଛି। ना पदवी लोभ ଆଜ୍ଞା ना पदवी लोभ भी करुଛନ୍ତି ବୋଧେ ପଦବୀ ଛଡ଼ା ଆଉ କିଛି ନୁହଁ। କେହି ଖାଇଯାଉନାହାନ୍ତି ଅନୁସାରେ ପଇସା ଗୋଟିଏ ନା ଆପଣ ମୁଁ ତାଙ୍କୁ ବି କହିଲି ଆପଣମାନେ ଆସନ୍ତୁ। ମୁଁ ଯେତିକି ଦିନ ରହିଲି ପୂର୍ବ ରେକର୍ଡ଼ ଅନୁସାରେ ଯେ ଟଙ୍କାଟେ ଖର୍ଚ୍ଚ ହେଉଛି ସେଇଟା ରସିଦ ହେଉଛି, ସେଇଟା ମାନେ ପ୍ୟାନେଲ୍ ହେଇକି ରହୁଛି। ଯାହା ଖର୍ଚ୍ଚ ହେଲା ସାର୍ ସିଗ୍ନେଚର ସବୁ ଗୁଡ଼ାକ ସମସ୍ତଙ୍କର ରହୁଛି। ଶିକ୍ଷକ ପ୍ରତିନିଧି ତାର ରହୁଛନ୍ତି, ଗାର୍ଡ଼ିଆନ୍ ରହୁଛନ୍ତି, ସମସ୍ତଙ୍କର କିଛି ଅସୁବିଧା ନାହିଁ। ଆପଣ ବୁଝନ୍ତୁ ଆସିକି। ଆଉ ଅନର୍ସ ସାର୍ କହୁଛନ୍ତି ବହି ସାର୍ ବିକିଦେଲେ। ଦେଖନ୍ତୁ ମୁଁ ନିଜେ ବହି ଆଣିକି ବାଣ୍ଟିଛି। समाधान केबे बाहरियो ସମାଧାନ ଦେଖନ୍ତୁ, ଯେତେବେଳେ ଗୋଟେ କମିଟି ଏମାନଙ୍କର 2022ରେ ଗୋଟେ କମିଟି ଫର୍ମେସନ୍ ପାଇଁ ଏମାନେ ପଠାଇଥିଲେ। ତାର ଡ୍ୟୁରେସନ୍ ହେଲା 8 ଅଗଷ୍ଟ 2025, 3 ବର୍ଷ। 3 ବର୍ଷ ପୁରିଲା ପରେ ପୁଣି ଗୋଟେ କମିଟି ଦିଆହେଇଥିଲା। ଅଳ୍ପ ଗାର୍ଡ଼ିଆନ୍ ଆସିଥିଲେ, ଅଳ୍ପ ଗାର୍ଡ଼ିଆନ୍କୁ ନେଇକି କରାହେଇଥିଲା। କିନ୍ତୁ ଏଠୁ ସିଷ୍ଟମେଟିକ୍ କରିବା ସବୁବେଳେ ଗଣ୍ଡଗୋଳ ଲଗେଇଛନ୍ତି ନା। ଯଦି ଡକଉଛି ମାନେ ପାର୍ଟିକୁଲାର ଲାଗିବେ, ବାଡ଼ାବାଡ଼ି ଲାଗି ଆସିବେ, ଇଏ ହେବନି। ମୁଁ ସେଇଟା କହିଲି ଉପର ଅଥରିଟି ବିଓ ଅଛନ୍ତି, ଆପଣଙ୍କୁ ଡାକି ଦିଅନ୍ତୁ, ଚିଠି କରନ୍ତୁ, ବସନ୍ତୁ, ଗାର୍ଡ଼ିଆନ୍ ମୁଁ ନୋଟିଫିକେସନ୍ କରିବି, ଇଏ କରିବୁ, ମାନେ ପାରାଫାଇନାନ୍ସରେ ହେବ। ଆପଣ ମୋତେ କହିଦେଉଛନ୍ତି ସେମାନେ ତ ଫଙ୍କସନ୍ କରି ମୋ ଷ୍ଟାଫ୍ ମାନେ ତ ସପୋର୍ଟ କରୁଛନ୍ତି, ସବୁ ଚାଲିଛି ନା ଠିକ୍ ଠାକ୍। କିଛି ଅସୁବିଧା ମନେ କଲେ ସିନା ମୁଁ ଡକେଇବି ଆଗ ଇଏ କରିବି। କିଛି ଅସୁବିଧା ତ ମନେ କରିନାହିଁ ଏପର୍ଯ୍ୟନ୍ତ। कौन कहबे लास्ट लास्ट येटा ଲାଷ୍ଟ जो माने ମୋର କହିବା କଥା, अभिभावक को ଯେଉଁ ଅଭିଭାବକମାନେ ପ୍ରକୃତରେ ପିଲାଙ୍କ ହିତ ଦୃଷ୍ଟିରୁ ସେମାନେ, ମୁଁ କାଲି ଦେଖନ୍ତୁ ତାଙ୍କୁ ବସିଥିଲେ, ତାଙ୍କୁ ମୁଁ ପିଲାମାନେ ହସୁଛନ୍ତି, ମୋ ସାଙ୍ଗରେ ଯିବାକୁ ଇଚ୍ଛା କରୁଛନ୍ତି, ତାଙ୍କୁ ଜବରଦସ୍ତ କ'ଣ କରୁଛନ୍ତି ବସୁଛନ୍ତି। ସେଇଟା ମୋତେ ଦୁଃଖ ଲାଗିଲା। କହିଲେ ପିଲାମାନଙ୍କ କୁନି କୁନି ମନ, ତାଙ୍କ ମନ ଭିତରେ କେମିତି ବିଷ ପୁରେଇ ଦିଆଯାଉଛି। ଆଉ ଏମାନେ ଆଗକୁ କ'ଣ ଯିବେ? ପିଲାଙ୍କୁ ଛାଡ଼, ତମେ ତୁମର ଯାହା କରିବା କଥା ବାହାର କରୁଛ କରୁଛ। ପିଲାମାନଙ୍କୁ ପାଠପଢ଼ା ନାପାର, ତାଙ୍କ ସାଇକୋଲୋଜି ଆଫେକ୍ଟ ହେବ, ଏଇ ସାଥେ ଇଏ ହେବ। ତା ଦେହରୁ ନିବୃତ୍ତ ରୁହନ୍ତୁ। ଏ ଯେଉଁ କମିଟି ଦେଇଛନ୍ତି, ଆପଣ ଯେଉଁ କହୁଛନ୍ତି ପ୍ଲେଗ୍ କମିଟି, ସେ ତ ତାଙ୍କ ଦପ୍ତରକୁ କମିଟି ଦିଆହେଇଛି। ଆପଣ ଦେଖନ୍ତୁ ସେଠି କ'ଣ କେମିତି ହେଇଛି। ଆଉ ଏଠି ବସିକି ଯେଉଁ ଗୋଟେ ଡିଷ୍ଟର୍ବାନ୍ସ ସବୁ ସୃଷ୍ଟି କରନ୍ତୁ ନାହିଁ। ପିଲା ସ୍କୁଲ ଚାଲିଛି ଠିକ୍। ଆପଣ ଯାହାର ଯେଉଁ ଅଭିଯୋଗ ଅଛି, ଯଦି କିଛି କହୁଛନ୍ତି ସ୍କୁଲ ବ୍ୟତିକ୍ରମ ହୋଇଛନ୍ତି, ଆପଣ ସିଷ୍ଟମେଟିକାଲି ଠିକ୍ ବାଟରେ ଆସନ୍ତୁ। ଆପଣ ସ୍କୁଲରେ ବସନ୍ତୁ, ବୁଝନ୍ତୁ ପ୍ରକୃତରେ ଏଠି ଆତ୍ମସାତ ହେଉଛି କି ନାହିଁ, ବହି ଦିଆ ହେଉଛି କି ନାହିଁ, ପାଠପଢ଼ା ହେଉଛି କି ନାହିଁ, ଏଗୁଡ଼ା ଅନୁଧ୍ୟାନ କରିକି ମୋତେ ଗୋଟେ ରିପୋର୍ଟ ଦିଅନ୍ତୁ। ତା'ର ସମାଧାନ ମୁଁ କରିବି। ଆଉ ଆପଣ ସେଇଗୁଡ଼ା ଗୋଟେ ଉଡ଼ାଣିଆ ଯଦି ବାହାରେ ବସିକି କହିବେ ଇଏ କରିବେ, ଏଇଟା ସ୍କୁଲରେ ହାମ୍ପର କରୁଛି, ମୋର କିଛି ହେବନି। ଆପଣମାନଙ୍କର ସ୍କୁଲ ଏଇଟା ବଦନାମ ହେଲେ, ମାନେ ଏ ଏରିଆର ବଦନାମ ହେବ, ସ୍କୁଲର ବଦନାମ ହେବ, ଆପଣମାନଙ୍କର ଇଏ ହେବ। आवेदन करिवे अभिभावक को ମୁଁ आवेदन ଅଭିମାନଙ୍କୁ ଏତିକି କହୁଛି ଆପଣଙ୍କ ମାଧ୍ୟମରେ, ସେମାନେ ଆଦେହରୁ ନିବୃତ୍ତ ରୁହନ୍ତୁ। ପରୀକ୍ଷା ଟାଇମ୍ ଏଇ ସାଥେ ମାଟ୍ରିକ ପରୀକ୍ଷା ଏଇ ଚାଲିବ 19 ତାରିଖ, ଆମର ପରୀକ୍ଷା 2 ତାରିଖ। ଇଏ ସବୁ ଚିନ୍ତାଧାରା ପିଲାଙ୍କ ମନରେ ଗୋଟେ ସବୁ ମାନେ ଅବାସ୍ତବ କଥା ଗୁଡ଼ାକ ପୁରନ୍ତୁନି। ତାଙ୍କର ମାନସିକ ସ୍ଥିତି ବଜାୟ ରଖିବାକୁ ତାଙ୍କୁ ସୁବିଧା ଦିଅନ୍ତୁ। ଆଦେହରୁ ନିବୃତ୍ତ ରୁହନ୍ତୁ। ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି। ଏଇଟା ମଧ୍ୟ ସମାଧାନ ହେଇଯିବ ଆପଣମାନେ ଚାହିଁଲେ। ଆପଣମାନଙ୍କୁ କହୁଛୁ, ଆପଣମାନଙ୍କ ସ୍କୁଲ, ଆପଣମାନଙ୍କ ଅନୁଷ୍ଠାନ, ଆପଣମାନଙ୍କ ପିଲା, ଆମେ ସବୁ ମାନେ କର୍ମଚାରୀ, ଆମେ କୁହନ୍ତୁ ନା ପଇସା ପାଇକି କାମ କରୁଛୁ। ତେଣୁ ଆପଣମାନେ ଆଦେହରୁ ନିବୃତ୍ତ ରୁହନ୍ତୁ ଏବଂ ଅନୁଷ୍ଠାନଟା କିପରି ସୁନ୍ଦର ଭାବରେ ପରିଚାଳନା ହେବା ସହଯୋଗରେ ହାତ ବଢ଼ାନ୍ତୁ। ଏତିକି ବର୍ଷ अभियोग सब मिथ्या ସମ୍ପୂର୍ଣ୍ଣ ମିଥ୍ୟା, ସମ୍ପୂର୍ଣ୍ଣ ମିଥ୍ୟା। ଆପଣ ମୁଁ ଆପଣ ଯେତିକି ଫସେଇବା ଅନୁଭବ ଚେଷ୍ଟା କଲି, କରୁଛନ୍ତି ସିଏ ଯାହା ବାଇଟ୍ ଦେଲେ, ଯାହା କହିଲେ, ମୁଁ ଶୁଣିବାକୁ ଖବର ପାଇଲି, ଦେଖୁଛି, ସମ୍ପୂର୍ଣ୍ଣ ମିଥ୍ୟା। ଆପଣ ଫସେଇବା ଚେଷ୍ଟା କରୁଛନ୍ତି ଅଭିଭାବକ ଜମା ନୁହେଁ। ଅଭିଭାବକମାନେ ଚାହୁଁଛ ତାଙ୍କ ମନ ଭିତରେ କ'ଣ ଅଛି, ନ ଚାହୁଁଥିଲେ କାହିଁକି ଆସି ବସୁଛନ୍ତି କହୁନାହାନ୍ତି। କ'ଣ ଆଧାର ଅଛି? କିଛି ଅଛି? ସେ ଗୋଟିଏ ଜିନିଷ କମିଟି ଫର୍ମେସନ୍, ସେ କମିଟି କହିଛନ୍ତି ଆପଣ ଚ୍ୟାଲେଞ୍ଜ କରନ୍ତୁ, କମିଟି ସାଙ୍ଗରେ ଲାଗନ୍ତୁ, ଇଏ କରନ୍ତୁ। ସ୍କୁଲରେ କରିବାଟା ଠିକ୍ ନୁହେଁ। ସ୍କୁଲରେ ଆସି ଧାରଣା ଦେଲେ କ'ଣ ହେବ? ଆପଣ ଯେଉଁଠି ଲାଗିବା କଥା ଲାଗନ୍ତୁ ବା ଇଏ କରନ୍ତୁ। ଆପଣ ପିଲାଙ୍କୁ ଛାଡ଼ୁନାହାନ୍ତି, ଜବରଦସ୍ତ କିଟା ପିଲାଙ୍କୁ ଟାଣିକି ସାରି ବସାଉଛନ୍ତି। ନିଜେ ଅନୁଭବ ମାନେ ଦେଖିଥିବେ, ଆପଣମାନେ ସବୁ ଦେଖିଥିବେ। ଏଇଟା କରିବା ଠିକ୍ ନୁହେଁ। ଆପଣମାନଙ୍କ ପିଲାଙ୍କ ଭବିଷ୍ୟତ ଦେଖନ୍ତୁ। ଯେହେତୁ ବାପା ମାଆଙ୍କ ଆଶୀର୍ବାଦ ପିଲାଙ୍କ ଉପରେ ରହିଲେ ପିଲା ଆଗକୁ ନିଶ୍ଚିତ ଯିବେ। କିନ୍ତୁ ଆପଣମାନଙ୍କ ପିଲାଙ୍କୁ ଏଭଳି ଶିକ୍ଷା ନ ଦେଇକି ଆପଣ ନିବୃତ୍ତ ରହିକି କେମିତି ସ୍କୁଲଟା ସୁଚାରୁ ରୂପେ ଚାଲିବ, ସେ ପାଇଁ ସତ୍ ଚିନ୍ତାଧାରା
ଏବଂ ସୁସ୍ଥ ବାତାବରଣ ସୁସ୍ଥ ମସ୍ତିଷ୍କରେ ବସିକି ସେ ଚିନ୍ତାଧାରା କରି ଆଗକୁ ଯିବାକୁ ଚେଷ୍ଟା କରନ୍ତି। ମୋର ଏତିକି ଅନୁରୋଧ କ୍ୟାମେରା ମାଧ୍ୟମରେ।